Hello, all my students. Welcome to my YouTube channel. आज ଆମେ ଏ greedy fat old man ର ପାର୍ଟ 3 କୁ କରିବା। ଆମେ ପାର୍ଟ 2 କମ୍ପ୍ଲିଟ୍ କରିସାରିଛନ୍ତି। ଏବେ ଯିବା ଆମେ ପାର୍ଟ 3 କୁ। ପାର୍ଟ 1 2 ଯେଉଁମାନେ ଦେଖିନ ତାକୁ ଭିଡ଼ିଓରେ ଅଛି ଦେଖିଦିଅ। ମୁଁ ମେନସନ୍ ବି କରିଦେଇଛି ଏଇଟା ପାର୍ଟ 1 ଭିଡ଼ିଓ କି ପାର୍ଟ 2 ତାର କ୍ୱେଶ୍ଚିନ୍ ଆନ୍ସର୍ ବି ଅଛି। ଏ ପାର୍ଟ 3 ର ତାକୁ ଆମେ ଭଲସେ ବୁଝିଯିବା, ତାର ପ୍ରଶ୍ନ ଉତ୍ତର ସବୁ କରିଦେବା। ଦେଖିବା ଯେ ପ୍ରଶ୍ନ ଉତ୍ତର ଆମର ଗୋଟିଏ ଭିଡ଼ିଓରେ ସାରିବା ପାଇଁ ଚେଷ୍ଟା କରିବା। ବୁଝିକି ତାକୁ ଗୋଟିଏ ଭିଡ଼ିଓରେ ସାରିବା ପାଇଁ ଚେଷ୍ଟା ଆମେ କରିବା। ଚାଲ ଯିବା ଆମେ ଗ୍ରେଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍ର ପାର୍ଟ 3 କୁ। ଯେଉଁ ଶବ୍ଦ ଗୁଡ଼ିକ ପୂର୍ବ ଚାପ୍ଟରରେ ମୁଁ କହିଦେଇଥିଲି ତାକୁ ଆଉ ପୂର୍ବ ପାର୍ଟ 1 2ରେ କହିଦେଇଥିଲି ତାକୁ ଏବେ ପାର୍ଟ 3ରେ ଆଉ ଆମେ ଲେଖିବାନି, ତାକୁ ଖାଲି ମନ ଦେଇକି ଆମେ ଶୁଣିବା। ସେସନ୍ 1 ପ୍ରି ରିଡ଼ିଂ। ସୋସିଆଲାଇଜେସନ୍ ସାମାଜିକରଣ। ସୋସିଆଲାଇଜେସନ୍ କହିଲେ ସାମାଜିକରଣ। ସାମାଜିକରଣ। ଚାଲ ଦେଖିବା। ଦିସ୍ ଥାର୍ଡ ପାର୍ଟ ଇଜ୍ ମୋଷ୍ଟ ଇଣ୍ଟରେଷ୍ଟିଂ। ମୁଁ ଇଣ୍ଟରେଷ୍ଟିଂ ମାନେ କହିଦେଲି କୌତୁକିଆ, ଥାର୍ଡ ପାର୍ଟଟି ବହୁତ କୌତୁକିଆ ଆଣ୍ଡ ଲାଷ୍ଟ ପାର୍ଟ ଅଫ୍ ଦ ଫ୍ୟାଣ୍ଟାସି। ଲୁକ୍ ଆଟ୍ ଦିସ୍ ପିକ୍ଚର। ତଳେ ଗୋଟିଏ ଛବି ଅଛି ତାକୁ ଆମେ ଦେଖିବା। ହ୍ୱାଟ୍ ହାପେନ୍ ଟୁ ଦ ଓଲ୍ଡ ମ୍ୟାନ୍। ଓଲ୍ଡ ମ୍ୟାନ୍ ଗ୍ରିଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍ ସହିତ କ'ଣ ହେଇଥିଲା ତଳେ ଦେଖିଲେ ଆମେ ଜାଣିବା। ୱାଜ୍ ହି ଏବୁଲ୍ ଟୁ ଇଟ୍ ଦ ସ୍କ୍ୱାରେଲ୍। ସେ ସ୍କ୍ୱାରେଲ୍କୁ ଖାଇବା ପାଇଁ ଏଇ ପାର୍ଟରେ ସମ୍ଭବ ହେଲା କି? ସ୍କ୍ୱାରେଲ୍ କହିଲେ ଗୁଣ୍ଡୁଚି ମୂଷା। SQUIRREL। ତାହେଲେ ନୂଆ ଲୋକଟି କିଏ ଏଇ ପାର୍ଟ 3ରେ? ଗୁଣ୍ଡୁଚି ମୂଷା। ସେ ଗୁଣ୍ଡୁଚି ମୂଷାକୁ ଖାଇବା ପାଇଁ ସକ୍ଷମ ହେଲେ କି? ଲେଟ୍ସ ରିଡ୍ ଦ ଷ୍ଟୋରି ଆଣ୍ଡ ସି। ଚାଲ ଆମେ ଗପଟିକୁ ପଢ଼ିବା ଆଉ ସି ମାନେ ଦେଖିବା। ଚାଲ ଦେଖିବା ଗପଟି କ'ଣ ହେଇଛି। ଓଲ୍ଡ ମ୍ୟାନ୍ ଏଠି ଶୋଇଛି। ଓଲ୍ଡ ମ୍ୟାନ୍ର ପେଟଟି ଭିତରୁ ଫାଟି ଯାଇଛି, ତା ଭିତରୁ ଗୋଟିଏ କୁକୁର ଆଉ ଗୋଟେ ଲିଟିଲ୍ ଥିନ୍ ବୟ ବାହାରିଛନ୍ତି, ଆଉ ଗଛ ଉପରେ ଗୁଣ୍ଡୁଚି ମୂଷାଟି ବସିଛି। ଚାଲ ଆମେ ବିଷୟଟିକୁ ଆରମ୍ଭ କରିବା। ହ୍ୱାଇଲ୍ ରିଡ଼ିଂ ଟେକ୍ସଟ ରିଡ୍ ଦ ଲାଷ୍ଟ ପାର୍ଟ ସାଇଲେଣ୍ଟଲି ଆଣ୍ଡ ଆନ୍ସର ଦ କ୍ୱେଶ୍ଚିନ୍ ଦ୍ୟାଟ୍ ଫଲୋ। ଲାଷ୍ଟ ପାର୍ଟକୁ ଆମେ ଶାନ୍ତ ଭାବରେ ପଢ଼ିବା ବା ବୁଝିବା, ତାପରେ ଆମେ କ୍ୱେଶ୍ଚିନ୍କୁ କରିବା ପାଇଁ ଯିବା। ତଳେ କିଛି କ୍ୱେଶ୍ଚିନ୍ ଦେଇଛି। ବିଷୟଟିକୁ ନ ବୁଝିଲେ କେମିତି କ୍ୱେଶ୍ଚିନ୍ କରିବା? ଆଗ ଆମେ ବିଷୟଟିକୁ ଭଲରେ ବୁଝିବା। ଆଫ୍ଟର ଇଟିଂ ଦ ଡଗ୍। ପାର୍ଟ 2ରେ ସେ କୁକୁରକୁ ଖାଇସାରିବା ପରେ ଦ ମ୍ୟାନ୍ ୱାକ୍ଡ ଆଣ୍ଡ ୱାକ୍ଡ। ଲୋକଟି ଚାଲିଲା ଚାଲିଲା ଚାଲିଲା, ସେ ପର୍ଯ୍ୟନ୍ତ ଚାଲିଲା ଟିଲ୍ ହି ମେଟ୍ ଏ ଲିଟିଲ୍ ସ୍କ୍ୱାରେଲ୍। ଯେ ପର୍ଯ୍ୟନ୍ତ ସେ ଗୁଣ୍ଡୁଚି ମୂଷାକୁ ସାକ୍ଷାତ ନ କରିଛି ସେ ପର୍ଯ୍ୟନ୍ତ ଚାଲିଲା। ଦ ଲିଟିଲ୍ ସ୍କ୍ୱାରେଲ୍ ଆସ୍କ୍ଡ ଦ ଓଲ୍ଡ ମ୍ୟାନ୍। ଗୁଣ୍ଡୁଚି ମୂଷା, ଛୋଟ ଗୁଣ୍ଡୁଚି ମୂଷାଟି ଓଲ୍ଡ ମ୍ୟାନ୍କୁ ଦେଖି କହିଲା, ଓଲ୍ଡ ମ୍ୟାନ୍ ହ୍ୱାଟ୍ ମେକ୍ ୟୁ ସୋ ଫ୍ୟାଟ୍। ତମକୁ କ'ଣ ଏତେ ମୋଟା କରିଛି? ତମେ କାହିଁକି ଏତେ ମୋଟା ଦେଖାଯାଉଛ? ଚାଲ ଦେଖିବା ଓଲ୍ଡ ମ୍ୟାନ୍ କ'ଣ କହିଲା। ଦ ଓଲ୍ଡ ମ୍ୟାନ୍ ସେଡ୍, ଆଇ ହାଭ୍ ଟେକେନ୍ ଏ ଭେରି ହେଭି ବ୍ରେକଫାଷ୍ଟ। ଓଲ୍ଡ ମ୍ୟାନ୍ କହିଲା, ମୁଁ ଗୋଟେ ବହୁତ ବଡ଼ ସକାଳର ଜଳଖିଆ ନେଇଛି। ଇନ୍ ମାଇ ବ୍ରେକଫାଷ୍ଟ ଆଇ ଟୁକ୍ 2 ମଗ୍ ଅଫ୍ ଟି। ମୋ ବ୍ରେକଫାଷ୍ଟରେ ମୁଁ 2 ମଗ୍ ଚାହା, 2 ଲିଟର କ୍ଷୀର, 3 ଟିନ୍ସ ଅଫ୍ ବିସ୍କୁଟ, 3 ଟିଣ ବିସ୍କୁଟ, ଆଣ୍ଡ 5 ବିଗ୍ ପିସ୍ ଅଫ୍ କେକ୍, 5 ବଡ଼ ବଡ଼ ଖଣ୍ଡ କେକ୍ ବି ଖାଏ। ଦେନ୍ ଆଇ ଏଟ୍ ଏ ଲିଟିଲ୍ ବୟ। ତାହା ଖାଇସାରିବା ପରେ ମୁଁ ଗୋଟେ ଛୋଟ ବାଳକକୁ ମଧ୍ୟ ଖାଇ ଦେଇଛି। ଆଣ୍ଡ ଏ ସ୍ମଲ୍ ଡଗ୍। ଗୋଟେ ଛୋଟ କୁକୁରକୁ ବି ଖାଇ ଦେଇଛି। ଆଇ ୱିଲ୍ ଅଲ୍ସୋ ଇଟ୍ ୟୁ ଅପ୍। ଆଇ ୱିଲ୍ ଅଲ୍ସୋ ଇଟ୍ ୟୁ ଅପ୍।
ମୁଁ ତୁମକୁ ମଧ୍ୟ ଖାଇଦେବି। ଇଫ୍ ଆଇ କ୍ୟାନ୍ କ୍ୟାଚ୍ ୟୁ, ମୁଁ ଯଦି ତୁମକୁ ଧରି ପାରିବି ତାହେଲେ ମୁଁ ତୁମକୁ ବି ଖାଇଯିବି। କିଏ କହିଲା? ଏ ଗ୍ରିଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍। ବଟ୍ ୟୁ କ୍ୟାଣ୍ଟ କ୍ୟାଚ୍ ମି। ସ୍କ୍ୱାରେଲ ଉତ୍ତର ଦେଲା, ତୁମେ ମୋତେ ଧରିପାରିବ ନାହିଁ। ଓଲ୍ଡ ମ୍ୟାନ୍ ସେଡ୍, ଦ ଆକ୍ଟିଭ୍ ଆଜାଇଲ୍ ଲିଟିଲ୍ ସ୍କ୍ୱାରେଲ। ବଟ୍ ୟୁ କ୍ୟାଣ୍ଟ କ୍ୟାଚ୍ ମି ଓଲ୍ଡ ମ୍ୟାନ୍। ତୁମେ ମୋତେ ଧରିପାରିବ ନାହିଁ ଓଲ୍ଡ ମ୍ୟାନ୍ ସେଡ୍ ଦ ଆକ୍ଟିଭ୍। ଆକ୍ଟିଭ୍ କହିଲେ ସକ୍ରିୟ। ଲେଖିଦିଅ ସମସ୍ତେ। ଆକ୍ଟିଭ୍ କହିଲେ ସକ୍ରିୟ। ଏଜାଇଲ୍ କହିଲେ ଚତୁର। ଲିଟିଲ୍ କହିଲେ ଛୋଟ, ଏଇଟା ତମେ ଜାଣିଛ। ଆକ୍ଟିଭ୍ କହିଲେ ସକ୍ରିୟ, ଏଜାଇଲ୍ କହିଲେ ଚତୁର, ସ୍କ୍ୱାରେଲ ଆକ୍ଟିଭ୍ ଏଜାଇଲ୍ ଲିଟିଲ୍ ସ୍କ୍ୱାରେଲ କହିଲା ତୁମେ ମୋତେ ଧରିପାରିବ ନାହିଁ କହିକି ଦେନ୍ ତାପରେ ଦ ସ୍କ୍ୱାରେଲ ଜମ୍ପ ଅଫ୍ ଦ ଟ୍ରି, ସେ ଗଛକୁ ଡେଇଁ ପଡ଼ିଲା। କହିକି ସେ ଗଛକୁ ଡେଇଁ ପଡ଼ିଲା। ଦ ଓଲ୍ଡ ମ୍ୟାନ୍ ଅଲସୋ କ୍ଲାଇମ୍ବଡ୍ ଅପ୍ ଟ୍ରି। ଓଲ୍ଡ ମ୍ୟାନ୍ ବି ଚଢ଼ିଗଲା ଗଛ ଉପରକୁ। ସ୍କ୍ୱାରେଲ ଯେ ଗଛ ଉପରକୁ ଡେଇଁ ପଡ଼ିଲା, ଓଲ୍ଡ ମ୍ୟାନ୍ ସେଇ ଗଛ ଉପରକୁ ଚଢ଼ିଗଲା। ଦ ଲିଟିଲ୍ ସ୍କ୍ୱାରେଲ ଜମ୍ପଡ୍ ଅପ୍ ଟୁ ଦ ମେନ୍ ବ୍ରାଞ୍ଚ ଅଫ୍ ଦ ଟ୍ରି। ଦ ଲିଟିଲ୍ ସ୍କ୍ୱାରେଲ ଜମ୍ପଡ୍ ଅପ୍ ଟୁ ଦ ମେନ୍ ବ୍ରାଞ୍ଚ ଅଫ୍ ଟ୍ରି। ବୃକ୍ଷର ମୁଖ୍ୟ ଶାଖାକୁ କିଏ ଡେଇଁ ପଡ଼ିଲା? ଲିଟିଲ୍ ସ୍କ୍ୱାରେଲଟି ଜମ୍ପଡ୍ ଡେଇଁ ପଡ଼ିଲା। ଦ ଓଲ୍ଡ ମ୍ୟାନ୍ ଅଲସୋ କ୍ଲାଇମ୍ବଡ୍ ଅପ୍ ଦ ମେନ୍ ବ୍ରାଞ୍ଚ ଅଫ୍ ଟ୍ରି। ଓଲ୍ଡ ମ୍ୟାନ୍ ମଧ୍ୟ ମୁଖ୍ୟ ଶାଖାକୁ ଚଢ଼ିଗଲା। କ୍ଲାଇମ୍ବଡ୍ ମାନେ ଚଢ଼ିବା ବା ଚଢ଼ିଲା। କ୍ଲାଇମ୍ବଡ୍ ମାନେ ଚଢ଼ିଲା। ଜମ୍ପଡ୍ ମାନେ ଡେଇଁଲା। ଜମ୍ପଡ୍ କହିଲେ ଡେଇଁଲା, କ୍ଲାଇମ୍ବଡ୍ କହିଲେ ଚଢ଼ିଲା। ନେକ୍ସଟ ଦ ଲିଟିଲ୍ ସ୍କ୍ୱାରେଲ ଜମ୍ପ ଟୁ ଏ ଥିନ୍ ବ୍ରାଞ୍ଚ। ସେ ଆଗ ଲିଟିଲ୍ ସ୍କ୍ୱାରେଲଟି ଆଗ ମୁଖ୍ୟ ଶାଖାକୁ ଚଢ଼ିଲା। ତାପରେ ଓଲ୍ଡ ମ୍ୟାନ୍ ବି ମୁଖ୍ୟ ଶାଖାକୁ ଚଢ଼ିଗଲା। ଲିଟିଲ୍ ସ୍କ୍ୱାରେଲ ତାପରେ ଚାଲାକରେ କ'ଣ କଲା? ଗୋଟେ ପତଳା ବ୍ରାଞ୍ଚ ଶାଖାକୁ ଜମ୍ପଡ୍ ଡେଇଁ ପଡ଼ିଲା। ନେକ୍ସଟ ଲିଟିଲ୍ ସ୍କ୍ୱାରେଲ ଜମ୍ପଡ୍ ଏ ଥିନ୍ ବ୍ରାଞ୍ଚ, ଗୋଟେ ପତଳା ଶାଖାକୁ ଡେଇଁଲା। ଦ ଓଲ୍ଡ ମ୍ୟାନ୍ ଅଲସୋ କ୍ଲାଇମ୍ବଡ୍ ଅପ୍ ଟୁ ଦ ଥିନ୍ ବ୍ରାଞ୍ଚ। ଓଲ୍ଡ ମ୍ୟାନ୍ ଚଢ଼ିଗଲା ପତଳା ଶାଖା ପାଖକୁ। ବଟ୍ ଥ୍ରାସ୍ ଦ ସ୍ମଲ୍ ବ୍ରାଞ୍ଚ ବ୍ରୋକ୍। ପିଲାମାନେ ତାହେଲେ କହିଲ ତାପରେ କ'ଣ ହେଇଥିବ? ସେ ଯେତେବେଳେ ଲିଟିଲ୍ ସ୍କ୍ୱାରେଲଟି ଗୋଟେ ମୁଖ୍ୟ ଶାଖାକୁ ଚଢ଼ିଲା, କିଏ ଚଢ଼ିଗଲା? ଓଲ୍ଡ ମ୍ୟାନ୍ ବି ଚଢ଼ିଗଲା। ଯେତେବେଳେ ଛୋଟିଆ ପତଳା ଶାଖାକୁ ଲିଟିଲ୍ ସ୍କ୍ୱାରେଲ ଡେଇଁ ପଡ଼ିଲା, ପୁଣି ଇଏ ବି ଡେଇଁ ପଡ଼ିଲା। ତାହେଲେ କ'ଣ ହେଲା? ଦ ଓଲ୍ଡ ମ୍ୟାନ୍ ଅଲସୋ କ୍ଲାଇମ୍ବଡ୍ ଅପ୍ ଥିନ୍ ବ୍ରାଞ୍ଚ। ତାହେଲେ ଭାବ ତମେ କ'ଣ ହେଇଥିବ? ଦ ସ୍ମଲ୍ ବ୍ରାଞ୍ଚ ବ୍ରୋକ୍ଡ। ଛୋଟ ଶାଖାଟି କ'ଣ ହେଇଗଲା? ଭାଙ୍ଗିଗଲା। ଦ ସ୍ମଲ୍ ବ୍ରାଞ୍ଚ ତାପରେ ବ୍ରୋକ୍। ସ୍ମଲ୍ ବ୍ରାଞ୍ଚଟି ଭାଙ୍ଗିଗଲା, ଛୋଟ ଶାଖାଟି। ଆଣ୍ଡ ଦ ଓଲ୍ଡ ମ୍ୟାନ୍ ଫେଲ୍ ଅନ୍ ଦ ଗ୍ରାଉଣ୍ଡ। ଆମେ ଯେଉଁ ଛବିରେ ଦେଖିଥିଲେ କି ମୋଟା ଲୋକଟି ତଳେ ପଡ଼ିଯାଇଛି, ତାହେଲେ ସେ କେତେବେଳେ ପଡ଼ିଲା? ଯେତେବେଳେ ସେ ଥିନ୍ ବ୍ରାଞ୍ଚକୁ ଚଢ଼ିଲା। ଏଇଠି ଯେଉଁ ଛବି ଅଛି, ଛବିରେ ମୋଟା ଲୋକଟି ଦେଖ ଚଢ଼ିକି ସେ ତଳେ ପଡ଼ିଯାଇଛି। ତାହେଲେ ଏ ଛବିରୁ ତୁମେ ବୁଝିପାରିଲ? ଲିଟିଲ୍ ସ୍କ୍ୱାରେଲ ଏଇ ଲିଟିଲ୍ ସ୍କ୍ୱାରେଲ ଥିନ୍ ବ୍ରାଞ୍ଚକୁ ଚଢ଼ିଛି। ଏଇଠି ବ୍ରାଞ୍ଚ ଭାଙ୍ଗି ଯାଇଛି, ଏଇଟା ବ୍ରାଞ୍ଚ ଭାଙ୍ଗି ଯାଇଛି, ଏଇଠି ସବୁ ପଡ଼ିଯାଇଛି କିଏ? ଓଲ୍ଡ ମ୍ୟାନ୍। ସେଇ ଗପଟି ଆମର ଏଇଆ ଥିଲା କି ଦ ସ୍ମଲ୍ ବ୍ରାଞ୍ଚ ବ୍ରୋକ୍ ଆଣ୍ଡ ଦ ଓଲ୍ଡ ମ୍ୟାନ୍ ଫେଲ୍ ଅନ୍ ଦ ଗ୍ରାଉଣ୍ଡ, ହିଜ୍ ବିଗ୍ ବେଲି ବ୍ରଷ୍ଟ ଆଉଟ୍। ତା ବଡ଼ ମୋଟା ଯେଉଁ ପେଟ ଥିଲା ଫାଟିଗଲା। ବର୍ଷ୍ଟ ମାନେ ଫାଟିଗଲା, ଫାଟିଯିବା। ହିଜ୍ ବିଗ୍ ବେଲି ଫାଟେ।
ଗଲା। ଦ ଲିଟିଲ୍ ବୟ କେମ୍ ଆଉଟ୍। ତାହେଲେ କହିଲ ଯୋଉ ପିଲାଟି ଛବିରେ ଆମେ ଦେଖିଥିଲେ ପିଲାଟିଏ ଆଉ ଗୋଟିଏ କୁକୁରଟିଏ ତା ପେଟ ଭିତରୁ ବାହାରିଛି। ତାହେଲେ ତା ବିଗ୍ ବେଲିରୁ କିଏ କିଏ ବାହାରିଲେ? ବିଗ୍ ବେଲିରୁ କୁକୁର ଆଉ ଲିଟିଲ୍ ଥିନ୍ ବୟ ବାହାରିଛନ୍ତି। ଦ ଲିଟିଲ୍ ବୟ କେମ୍ ଆଉଟ୍, ଦ ଲିଟିଲ୍ ଡଗ୍ କେମ୍ ଆଉଟ୍ ଆଣ୍ଡ ସ୍କ୍ୱାରେଲ୍ ୱାଜ୍ ଅଲସୋ ଆଉଟ୍ ବିକଜ୍ ହି ୱାଜ୍ ନେଭର୍ ଏଭର୍ ଇନ୍। କିଏ କିଏ ବାହାରିଲେ? ଦ ଲିଟିଲ୍ ବୟ କେମ୍ ଆଉଟ୍, ଛୋଟ ବାଳକଟି ବାହାରିଲା, ଛୋଟ ଡଗ୍ଟି ବାହାରିଲା, ଆଣ୍ଡ ଦ ସ୍କ୍ୱାରେଲ୍ ୱାଜ୍ ଅଲସୋ, ଆଉ କିଏ ବାହାରିଲା? ସ୍କ୍ୱାରେଲ୍ ବି ବାହାରିଲା। ସ୍କ୍ୱାରେଲ୍ ତ ନଥିଲା ନା, ସେଥିପାଇଁ କୁହାଯାଇଛି ହି ୱାଜ୍ ନେଭର୍ ଏଭର୍ ଇନ୍, ସେ ଭିତରେ ପେଟ ଭିତରେ ନଥିଲା। ତ ସ୍କ୍ୱାରେଲ୍ ବି ଆଉଟ୍, ଅଲସୋ ଆଉଟ୍, ବାହାରେ ଥିଲା। ପିଲାମାନେ ବିଷୟଟିକୁ ଯଦି ବୁଝିପାରିଲ ତାହେଲେ ଆମେ ଯିବା ଏବେ କୋଶ୍ଚିନ୍ କରିବା। ଆମର ଯେତେ ସବୁ କୋଶ୍ଚିନ୍ ଅଛି ଏଇ କୋଶ୍ଚିନ୍ ଗୁଡ଼ିକୁ ଲେଖିବା। ମୁଁ କହିବି ତୁମେମାନେ ସମସ୍ତେ ଖାତା ଧରି ବସ। କୋଶ୍ଚିନ୍ ଗୁଡ଼ିକୁ 1, 2, 3, 4 ଯେତିକି କୋଶ୍ଚିନ୍ ଅଛି ତାକୁ ଆମେ ସବୁ ଏବେ କରିବା। 11 କୋଶ୍ଚିନ୍ ଥିବ, ତାକୁ ଆମେ ଏଇ ଭିଡ଼ିଓରେ କରିଦେବା। ଦେଖିବା ଚାଲ। କୋଶ୍ଚିନ୍ ନମ୍ବର 1 କ'ଣ ଅଛି? Whom did the old man meet in this section? ଓଲ୍ଡ ମ୍ୟାନ୍ କାହାକୁ ଦେଖା ହେଲା ଏଇ ସେକ୍ସନରେ? ଏଇଠି ସବୁ କୋଶ୍ଚିନ୍ ଗୁଡ଼ାକ ବି ମୁଁ ତୁମର ଲେଖି ଦେଇଛି 1ରୁ 11 ପର୍ଯ୍ୟନ୍ତ। ଅଧିକ ଟାଇମ୍ ଲାଗିବନି, ସେଇଥିପାଇଁ ମୁଁ ଲେଖି ଦେଇଛି। ତୁମେମାନେ ସମସ୍ତେ ଖାତା ଧରି ବସି ପଡ଼। କମ୍ପ୍ରେନ୍ସନ୍ କୋଶ୍ଚିନ୍। ଫାର୍ଷ୍ଟ କୋଶ୍ଚିନ୍ ହେଲା କୋଶ୍ଚିନ୍ 1, Whom did the old man meet in this section? କାହାକୁ ଓଲ୍ଡ ମ୍ୟାନ୍ ସାକ୍ଷାତ କରିଥିଲା? ଦେଖ ପିଲାମାନେ, ଓଲ୍ଡ ମ୍ୟାନ୍ କାହାକୁ ସାକ୍ଷାତ କରିଥିଲା ଏଇ ପାର୍ଟରେ? In this section the old man met a little squirrel. ଏହି ବିଷୟରେ, ଏହି ଷ୍ଟୋରିରେ ଓଲ୍ଡ ମ୍ୟାନ୍ ଲିଟିଲ୍ ସ୍କ୍ୱାରେଲ୍କୁ ମିଟ୍ କରିଥିଲା। ଯେହେତୁ ଡିଡ୍ ଲାଗିଛି, ମିଟ୍ର ପାଷ୍ଟ ହେଇଯିବ ମେଟ୍। ସବୁବେଳେ ଏଇଟାକୁ ଧ୍ୟାନ ଦେବ, ମୁଁ ବାରମ୍ବାର କହୁଛି। ଇନ୍ ଦିସ୍ ସେକ୍ସନ୍ ଦ ଓଲ୍ଡ ମ୍ୟାନ୍ ମେଟ୍ ଏ ଲିଟିଲ୍ ସ୍କ୍ୱାରେଲ୍। କୋଶ୍ଚିନ୍ ନମ୍ବର 2କୁ ଯିବା। ହ୍ୱାଟ୍ ଡିଡ୍ ଦ ସ୍କ୍ୱାରେଲ୍ ଆସ୍କ ଦ ଓଲ୍ଡ ମ୍ୟାନ୍? ଗୁଣ୍ଡୁଚି ମୂଷା ମୋଟା ବୃଦ୍ଧ ମଣିଷଟିକୁ କ'ଣ ପଚାରିଲା? କ'ଣ ପଚାରିଥିଲା? ଓଲ୍ଡ ମ୍ୟାନ୍ ହ୍ୱାଟ୍ ମେକ୍ ୟୁ ସୋ ଫ୍ୟାଟ୍? ସେଇଟା ଆମେ ଲେଖିବା। ଦ ଲିଟିଲ୍ ସ୍କ୍ୱାରେଲ୍ ଡିଡ୍ ଅଛି, ତ ଆନ୍ସର୍ ହେଲା ବେଳେ ଆସ୍କଡ ହବ। ଦ ଲିଟିଲ୍ ସ୍କ୍ୱାରେଲ୍ ଆସ୍କଡ ଦ ଓଲ୍ଡ ମ୍ୟାନ୍ ହ୍ୱାଟ୍ ମେଡ୍ ହିମ୍ ସୋ ଫ୍ୟାଟ୍? ତୁମକୁ କ'ଣ ଏତେ ମୋଟା କରିଛି? ଦ ଓଲ୍ଡ ମ୍ୟାନ୍ ହ୍ୱାଟ୍ ମେଡ୍ ହିମ୍ ସୋ ଫ୍ୟାଟ୍। ଲାଷ୍ଟରେ ଫୁଲ୍ ଷ୍ଟପ୍ ଦେବ। ପ୍ରଥମ ଲେଟର ସବୁବେଳେ କ୍ୟାପିଟାଲ ରଖିବ, ବଡ଼ ଅକ୍ଷର ରଖିବ। ଦ ଲିଟିଲ୍ ସ୍କ୍ୱାରେଲ୍ ଆସ୍କ ଦ ଓଲ୍ଡ ମ୍ୟାନ୍ ହ୍ୱାଟ୍ ମେଡ୍ ହିମ୍ ସୋ ଫ୍ୟାଟ୍। ତୁମକୁ କ'ଣ ଏତେ ମୋଟା କରିଛି? ଯିବା ଏବେ ଆମେ କୋଶ୍ଚିନ୍ ନମ୍ବର 3କୁ। How many mugs of tea did the old man take? କେତେ ମଗର ଚାହା ଓଲ୍ଡ ମ୍ୟାନ୍ ନେଇଥିଲା? The old man took 2 mugs of tea. ଓଲ୍ଡ ମ୍ୟାନ୍ 2 ମଗ୍ ଚାହା ନେଇଥିଲା। How many liters of milk did he take? ସେ କେତେ କ୍ଷୀର ନେଇଥିଲା? He took 2 liters of milk. ମିଲ୍କ ସେ କେତେ ନେଇଥିଲା? 2 ଲିଟରର ମିଲ୍କ ନେଇଥିଲା। ଏଇଟା ଆମର କୋଶ୍ଚିନ୍ ନମ୍ବର 3 ଥିଲା। How many mugs of tea did the old man took? Frame 3 more similar question. ୟାକୁ ନେଇକି ଆମେ ଆଉ 3ଟା କୋଶ୍ଚିନ୍ କ'ଣ କ'ଣ କରିପାରିବା ସେଇଟା ସେ କହିଥିଲା। ଆଉ 3ଟା କୋଶ୍ଚିନ୍ ବି ମୁଁ ବନେଇ ଦେଇଛି, ତାକୁ ଲେଖିଦେବା। ଏଠି 4 ନମ୍ବର ଭିତରେ ଲେଖା ହେଇଛି ଫ୍ରେମ୍ 2 more question, similar question। 2ଟା ତମେ ନିଜେ କୋଶ୍ଚିନ୍ ବନେଇବ ସେଇଭଳିଆ। ସେଇଥିପାଇଁ 3 ନମ୍ବରଟା ଏଇ ଟାଇପ୍ର ଲେଖାଗଲା। ଫାର୍ଷ୍ଟ କୋଶ୍ଚିନ୍ଟା ସେ ଦେଇଦେଇଥିଲା ହାଉ ମେନି ମଗ୍ ଅଫ୍ ଟି ଡିଡ୍ ଦ ଓଲ୍ଡ ମ୍ୟାନ୍ ଟେକ୍? ଫ୍ରେମ୍ 3 more similar question।
ତିନିଟା କ୍ୱେଶ୍ଚିନ୍ ଏଇଭଳିଆ କରିବ। ଦ ଓଲ୍ଡ ମ୍ୟାନ୍ ଟୁକ୍ 2 mugs of tea. How many liter of milk did he take? He took 2 liter of milk. How many tins of biscuit did he take? He took 3 tin of biscuit. ସମସ୍ତେ ଖାତାରେ ୟାକୁ ଲେଖି ଦିଅ। ଏବେ ଯିବା ଆମେ କ୍ୱେଶ୍ଚିନ୍ ନମ୍ବର ଆଉ ଗୋଟେ ହେଇପାରିବ 4 କୁ ଏଇଟା ବି ହେଇପାରିବ ହାଉ ମେନି ବିଗ୍ ପିସ୍ ଅଫ୍ କେକ୍ ଡିଡ୍ ହି ଟେକ୍? ହି ଟୁକ୍ 5 ବିଗ୍ ପିସେସ୍ ଅଫ୍ କେକ୍। ମୁଁ 4ଟା କରି ଦେଇଛି, ତମେ ମାନେ 3ଟା ସେ ଯେହେତୁ ଦେଇଛି ତମେ 3ଟା କରିବ, ତମକୁ ଯୋଉ 3ଟା ପସନ୍ଦ ଲାଗୁଛି। ଯିବା କ୍ୱେଶ୍ଚିନ୍ ନମ୍ବର 4। Where did the squirrel jump up fast? Frame 2 more similar question। ଏଇଭଳିଆ 2ଟି କ୍ୱେଶ୍ଚିନ୍ ଆମେ ବନେଇବା। The squirrel jumped up tree fast। squirrel ପ୍ରଥମେ କୋଉଠିକି ଡେଇଁଲା? ଗଛକୁ। Where did the squirrel jump up second time? second time କୋଉଠିକି ଡେଇଁଲା? The squirrel jumped up to the main branch of tree second time। first squirrel jump କଲା tree କୁ। Where did the squirrel jump up second time? second time କୋଉଠିକି jump କଲା? main branch କୁ। Where did the squirrel jump up third time? The squirrel jumped up third time to a thin branch। ଏଇ ତିନିଟା ଆମର ମେନ୍ ରହିଲା। ଫାଷ୍ଟ ଟ୍ରି କୁ ଜମ୍ପ କଲା, ଦ ସ୍କ୍ୱାରେଲ ଜମ୍ପଡ ଅପ୍ ଟ୍ରି ଫାଷ୍ଟ। ଦ ସ୍କ୍ୱାରେଲ ଜମ୍ପଡ ଅପ୍ ମେନ୍ ବ୍ରାଞ୍ଚ ଅଫ୍ ଏ ଟ୍ରି ସେକେଣ୍ଡ ଟାଇମ୍। ଦ ସ୍କ୍ୱାରେଲ ଜମ୍ପଡ ଯେହେତୁ ଡିଡ୍ ଲାଗିଛି ଜମ୍ପଡ ହବ, ଜମ୍ପଡ ଅପ୍ ଏ ଥିନ୍ ବ୍ରାଞ୍ଚ ଟୁ ଥାର୍ଡ ଟାଇମ୍। ଏଇଟା ଥିଲା ଆମର କ୍ୱେଶ୍ଚିନ୍ ନମ୍ବର 4। ସମସ୍ତେ ଖାତାରେ ଲେଖିଦିଅ କ୍ୱେଶ୍ଚିନ୍ ନମ୍ବର 4 କୁ। ମୁଁ କହିଲା ଭିତରେ ତମେ ଲେଖି ଲେଖି ଚାଲୁଥିବ, ନହେଲେ ଭିଡ଼ିଓ ବହୁତ ଲମ୍ବା ହେଇଯିବ। ପଚାରିଲା ହ୍ୱାଇ ଡିଡ୍ ଦ ଓଲ୍ଡ ମ୍ୟାନ୍ ଫଲ୍ ଡାଉନ୍? କହିଲ ଦେଖି ପିଲାମାନେ କ'ଣ ପାଇଁ ବୃଦ୍ଧ ଲୋକଟି ଖସି ପଡ଼ିଲା? ହ୍ୱେନ୍, କାରଣ ବ୍ରାଞ୍ଚଟି ଆମର ଥିନ୍ ଥିଲା, ଆଉ ସେ ମୋଟା ଥିଲା, ବ୍ରାଞ୍ଚର ୱେଟ୍ଟା ଥିନ୍ ଥିଲା, ଓଜନ କମ୍ ଥିଲା, କିନ୍ତୁ ମଣିଷଟିର ଓଜନ ଅଧିକ ଥିଲା, ସେଇଥିପାଇଁ ଗଛଟି ଭାଙ୍ଗି ପଡ଼ିଲା। When the old man climbed up to the thin branch of tree, ଯେତେବେଳେ ସେ ପତଳା ଶାଖାଟିକୁ ଚଢ଼ିଲା, it broke suddenly, ସାଙ୍ଗେ ସାଙ୍ଗେ ଭାଙ୍ଗିଗଲା, and the old man fell down on the ground, ତାପରେ ବୃଦ୍ଧ ଲୋକଟି ତଳେ ଖସି ପଡ଼ିଲା। Because, କାରଣ the thin branch could not bear the weight of fat old man। ଗୁଣ୍ଡିଚି ମୂଷା ତ ପଡ଼ିଲା ନାହିଁ ନା, କିନ୍ତୁ ତାହେଲେ ବୃଦ୍ଧ ଲୋକଟି କାହିଁକି ପଡ଼ିଲା? Because the thin branch could not, ପତଳା ଶାଖାଟି ତା ଓଜନକୁ ସହ୍ୟ କରି, ବିୟର ମାନେ ସହ୍ୟ କରିବା, ସହ୍ୟ କରିପାରିଲା ନାହିଁ, କାରଣ ମୋଟା ଲୋକଟି ପତଳା ବା ଥିନ୍ ବ୍ରାଞ୍ଚକୁ ସହ୍ୟ କରିପାରିଲା ନାହିଁ, ସେଥିପାଇଁ ଭାଙ୍ଗି ପଡ଼ିଲା। ଏଇଟା ହେଉଛି ଆମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। କ'ଣ ପାଇଁ ବୃଦ୍ଧ ଲୋକଟି ଖସି ପଡ଼ିଲା ତଳେ? When the old man climbed up to the thin branch of tree, it broke suddenly and the old man fell down on the ground। କାରଣ ସେ ଥିନ୍ ବ୍ରାଞ୍ଚକୁ ଚଢ଼ି ଯାଇଥିଲା। Because the thin branch could not bear the weight of fat old man। Question 6 କୁ ଯିବା। What happened to the old man when he fell down? କ'ଣ ହେଲା ଯେତେବେଳେ ସେ ପଡ଼ିଗଲା? କ'ଣ ହେଲା? ତା ପେଟ ଫାଟି ଯାଇଥିଲା। ତ ତାକୁ ଆମେ ଇଂଲିଶରେ ଲେଖିବା When the old man fell down, ଯେତେବେଳେ ଓଲ୍ଡ ମ୍ୟାନ୍ ପଡ଼ିଗଲା, his big belly burst out, ତା ବଡ଼ ପେଟ ଫାଟିଗଲା। When the old man fell down, his big belly burst out। ସମସ୍ତେ ଲେଖିଦେଲ। ଏବେ ଯିବା କ୍ୱେଶ୍ଚିନ୍ ନମ୍ବର 7 କୁ ଆମେ। ଲେଖିଦିଅ ସମସ୍ତେ। 7, 8 କୁ ଦେଖିବା। Who came out
ତା ଯୋଉ ବେଲି ଫାଟିଗଲା ପେଟ କିଏ ବାହାରିଲା? ଦ ଲିଟିଲ୍ ବୟ ଆଣ୍ଡ ଦ ଲିଟିଲ୍ ଡଗ୍ କେମ୍ ଆଉଟ୍। କିଏ କିଏ ବାହାରିଲେ? ଲିଟିଲ୍ ବୟ ଲିଟିଲ୍ ଡଗ୍ ଦି ଜଣ ଯାକ ବାହାରି ଗଲେ। ହ୍ୱାଇ ୱାଜ୍ ଦ ସ୍କ୍ୱାରେଲ୍ ଆଉଟ୍? କ'ଣ ପାଇଁ ସ୍କ୍ୱାରେଲ୍ ବାହାରିଲା? ହ୍ୱାଇ ୱାଜ୍ ଦ ସ୍କ୍ୱାରେଲ୍ ଆଉଟ୍? ବାହାରେ ଥିଲା। କ'ଣ ପାଇଁ ସ୍କ୍ୱାରେଲ୍ ବାହାରିଥିଲା? ଦ ସ୍କ୍ୱାରେଲ୍ ୱାଜ୍ ଆଉଟ୍। ସ୍କ୍ୱାରେଲ୍ଟି ବାହାରେ ଥିଲା ବିକଜ୍ ହି ୱାଜ୍ ନେଭର୍ ଏଭର୍ ଇନ୍। କାରଣ ସେ ଭିତରେ ନଥିଲା, ପେଟ ଭିତରକୁ ଓଲ୍ଡ ମ୍ୟାନ୍ ଯାଇନଥିଲା। ଦ ସ୍କ୍ୱାରେଲ୍ ୱାଜ୍ ଆଉଟ୍ ବିକଜ୍ ହି ୱାଜ୍ ନେଭର୍ ଏଭର୍ ଇନ୍। କାରଣ ସେ ବାହାରି ନଥିଲା। ଦ ସ୍କ୍ୱାରେଲ୍ ୱାଜ୍ ଆଉଟ୍ ବିକଜ୍ ହି ୱାଜ୍ ନେଭର୍ ଏଭର୍ ଇନ୍। କାରଣ ସେ ବାହାରେ ଥିଲା। ରିଅଲି ଦ ସ୍କ୍ୱାରେଲ୍ ୱାଜ୍ ନଟ୍ ଇଟେନ୍ ଅଫ୍ ଦ ଓଲ୍ଡ ମ୍ୟାନ୍। ସତରେ ସେ ସ୍କ୍ୱାରେଲ୍ଟାକୁ ଖାଇପାରି ନଥିଲା। ବୁଝିଲା? ଏବେ ଯିବା ଆମେ କ୍ୱେଶ୍ଚିନ୍ ନମ୍ବର 9କୁ। 9, 10, 11 ତାପରେ କରିବା ଆମେ ସର୍ଟ କ୍ୱେଶ୍ଚିନ୍। ଡିଡ୍ ୟୁ ଲାଇକ୍ ଷ୍ଟୋରି? କ୍ୱେଶ୍ଚିନ୍ ନମ୍ବର 9। କ୍ୱେଶ୍ଚିନ୍ ନମ୍ବର 9 କ'ଣ କହିଲା? ତମକୁ ଏଇ ଗପଟିକୁ ଭଲ ଲାଗିଲା କି? ୟେସ୍ ଆଇ ଲାଇକ୍ ଦ ଷ୍ଟୋରି ଭେରି ମଚ୍। ମୋତେ ଏଇ ଗପଟି ବହୁତ ଭଲ ଲାଗିଲା। ୟେସ୍ ଆଇ ଲାଇକ୍ ଦ ଷ୍ଟୋରି ଭେରି ମଚ୍। ହୁମ୍ ଡିଡ୍ ୟୁ ଲାଇକ୍ ମୋଷ୍ଟ? କାହାକୁ ଭଲ ଲାଗିଲା? ବାଳକଟିକୁ ଥିନ୍ ବୟକୁ ଭଲ ଲାଗିଲା, ନା ଡଗ୍କୁ ଭଲ ଲାଗିଲା, ନା ସ୍କ୍ୱାରେଲ୍କୁ ଭଲ ଲାଗିଲା? ଆଉ ଭଲ ଲାଗିଲା ଯଦି କ'ଣ ପାଇଁ ଭଲ ଲାଗିଲା? ଏଇ ତିନିଟି ଭିତରୁ ତୁମକୁ କାହାକୁ ଭଲ ଲାଗିଲା ସେଇଟିକୁ ବାଛ। ଆଇ ଲାଇକ୍ ଦ ସ୍କ୍ୱାରେଲ୍ ମଷ୍ଟ। ଆମକୁ ସ୍କ୍ୱାରେଲ୍କୁ ନିହାତି ଭଲ ଲାଗିଥିବ, କାରଣ ତାର ପେଟକୁ ଫଟେଇ ଦେଲା କିଏ? ଗୁଣ୍ଡୁଚି ମୂଷା। ଆଇ ଲାଇକ୍ ଦ ସ୍କ୍ୱାରେଲ୍ ମୋଷ୍ଟ। ହ୍ୱାଇ ପଚାରିଛି, ତମକୁ କିଏ ଭଲ ଲାଗିଲା? ଲେଖିବ ଆଇ ଲାଇକ୍ ସ୍କ୍ୱାରେଲ୍ ମୋଷ୍ଟ। ହ୍ୱାଇ? ବିକଜ୍ ଇଟ୍ ୱାଜ୍ ଭେରି ଆକ୍ଟିଭ୍ ଆଜାଇଲ୍। ସେ ବହୁତ ସକ୍ରିୟ ଆଉ ଚତୁର ଥିଲା। ରିଅଲି ଇଟ୍ ୱାଜ୍ ଦ କ୍ଲେଭରେଷ୍ଟ ଅଫ୍ ଅଲ୍। ସେ ସମସ୍ତଙ୍କର ଭିତରୁ ଚତୁର ଥିଲା, ସେଇଥିପାଇଁ ଆମକୁ ଭଲ ଲାଗିଲା। କାରଣ ତା ବେଲିକୁ ଫଟେଇ ପାରିଲା, ଆଉ ସମସ୍ତଙ୍କୁ ସେ ଗିଳି ଦେଉଥିଲା। ଆଇ ଲାଇକ୍ ସ୍କ୍ୱାରେଲ୍ ମଷ୍ଟ। ମୋତେ ସ୍କ୍ୱାରେଲ୍କୁ ଭଲ ଲାଗିଲା। ଆଇ ଲାଇକ୍ ଦ ସ୍କ୍ୱାରେଲ୍ ମଷ୍ଟ ବିକଜ୍ ଇଟ୍ ୱାଜ୍ ଭେରି ଆକ୍ଟିଭ୍ ଆଣ୍ଡ ଆଜାଇଲ୍। ଚତୁର ଥିଲା ଆଉ ସକ୍ରିୟ। ଆକ୍ଟିଭ୍ କହିଲେ ସକ୍ରିୟ, ଆଜାଇଲ୍ କହିଲେ ଚତୁର ଥିଲା। ରିଅଲି ଇଟ୍ ୱାଜ୍ ଭେରି କ୍ଲେଭରେଷ୍ଟ ଅଫ୍ ଅଲ୍। ସତରେ ସେ ସମସ୍ତଙ୍କଠୁ ବହୁତ ଚତୁର ଥିଲା, ସେଇଥିପାଇଁ ଆମକୁ ଗୁଣ୍ଡୁଚି ମୂଷାକୁ ଭାରି ଭଲ ଲାଗିଲା। ଆମର ଏଇଠି କ୍ୱେଶ୍ଚିନ୍ ନମ୍ବର 10 ଏଣ୍ଡ ହେଇଗଲା। ଏବେ ଆମେ ଯିବା ଫିଲ୍ ଇନ୍ ଦ ବ୍ଲାଙ୍କକୁ। ଆମେ ଫିଲ୍ ଇନ୍ ଦ ବ୍ଲାଙ୍କ ମୁଁ କରିଦେଇଛି, ବାସ୍ ଆମେ ଖାଲି ଦେଖିବା, ରିଡ଼ିଂ କରିବା। 2 ଆସିଲେ ଲିସନିଂ ପାର୍ଟକୁ। ୟୋର ଟିଚର ୱିଲ୍ ରିଡ୍ ଆଲାଉଡ୍ ସମ୍ ୱାର୍ଡ ଅଫ୍ ଦ ୱାର୍ଡ ଲିଷ୍ଟେଡ୍ ବିଲୋ। ତଳେ କିଛି ଅକ୍ଷର ଦେଇଛି, ତୁମ ଶିକ୍ଷକ ବଡ଼ ପାଟିରେ ପଢ଼ିବେ। ୟୁ ଟିକ୍ ଦ ୱାର୍ଡ ହ୍ୱେନ୍ ୟୋର ଟିଚର ରିଡ୍ ଆଲାଉଡ୍। ତମମାନେ ସବୁ ଟିକ୍ ମାରି ମାରି ଯିବ। ଫାଷ୍ଟ ହେଲା ନେଭର, ତାପରେ ଜମ୍ପଡ, ମାର ସମସ୍ତେ ଠିକ୍, ବହିକୁ ବାହାର କରିଦିଅ। ଏ ଗ୍ରିଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍ ପାର୍ଟ 3କୁ ଦେଖୋଜ। ନେଭର, ଜମ୍ପ, ଟ୍ରି, ଏଭର, କ୍ଲାଇମ୍ବର, ଥ୍ରାସ୍, ବଷ୍ଟ, ବେଲି। ଏବେ ଯିବା ଆମେ ପାର୍ଟ ବିକୁ। ୟୋର ଟିଚର ରିଡ୍ ଏଲାଉଡ୍। ୟୋର ଟିଚର ରିଡ୍ ଏଲାଉଡ୍। Your teacher read aloud the last para of the story. Last para storyର ଟିଚର ବଡ଼ ପାଟିରେ ପଢ଼ିବେ। You listen to him her attentively. ତମେ ଆଟେନସନ୍ ଦେଇକି ତାକୁ ଶୁଣ, ମନ ଦେଇ ଶୁଣ, ଆଉ ଗ୍ୟାପକୁ ପୂରଣ କର। ଦେଖ, ଦ ଲିଟିଲ୍ ବୟ କେମ୍ ଆଉଟ୍।
ଲେଖି ଚାଲ ମୋ ସହିତ। ଦ ଲିଟିଲ୍ ଡଗ୍ କେମ୍ ଆଉଟ୍। ଦ ଲିଟିଲ୍ ବୟ କେମ୍ ଆଉଟ୍। ଦ ଲିଟିଲ୍ ଡଗ୍ କେମ୍ ଆଉଟ୍। ଆଣ୍ଡ ଦ ସ୍କ୍ୱାରେଲ୍ ୱାଜ୍ ଅଲ୍ସୋ ଡ୍ୟାସ୍ ଆଉଟ୍ ଲେଖା ହେଇଛି। ବ୍ଲାଙ୍କ ଦିଆହେଇଛି, ଆଉଟ୍ ଲେଖା ହେଇଛି। ଅଲ୍ସୋ ଆଉଟ୍ ବିକଜ୍ ହି ୱାଜ୍ ନେଭର୍ ଏଭର୍। ଦେଖ ଆମର ପାରାଡ଼ିକି ସବୁ କମ୍ପ୍ଲିଟ୍ ହେଇଗଲା। ପାରାର ବ୍ଲାଙ୍କର ଆନ୍ସର୍ ସବୁ ବ୍ଲାକରେ ଲେଖା ଯାଇଛି। କଳା ଅକ୍ଷର ଗୁଡ଼ିକ ଯେଉଁ ଲେଖାଯାଇଛି ଏଗୁଡ଼ିକ ହେଲା ତୁମର ଉତ୍ତର। ଦ ଲିଟିଲ୍ ବୟ କେମ୍ ଆଉଟ୍। ମୁଁ ତାକୁ ରାଉଣ୍ଡ କରିଦେଉଛି। ଦ ଲିଟିଲ୍ ଡଗ୍ କେମ୍ ଆଉଟ୍ ଆଣ୍ଡ ଦ ସ୍କ୍ୱାରେଲ୍ ଅଲ୍ସୋ ଆଉଟ୍ ବିକଜ୍ ହି ୱାଜ୍ ନେଭର୍ ଏଭର୍। କମ୍ପ୍ଲିଟ୍। ସମସ୍ତେ ଲେଖିଦିଅ ଖାତାରେ। ଏବେ ଯିବା 5ରେ ରାଇଟିଂ କୋଶ୍ଚିନ୍କୁ କରିବା। ଏଇଟା ସ୍ପିକିଂ ସେସନ୍ 3 ଆମର ସ୍ପିକିଂ। ଏଇଟା ସ୍ପିକିଂ ରହିବ। କିନ୍ତୁ ଆମେ ସ୍ପିକିଂକୁ ନ କରିକି ଏଇଠି କରିବା ରାଇଟିଂ ଡାଇରେକ୍ଟ। Whom did 5 writing a number I? Whom did the old man meet in this section? ପୂର୍ବରୁ ଆମେ କରି ଯାଇ ସାରିଛନ୍ତି। The old man met a little squirrel in this section। ଏଇଟା ହେଲା ଆମର ଉତ୍ତର। ସେ ପଚାରିଲା କାହାକୁ ଏଇ ବିଭାଗରେ ବା ଏଇ ଭାଗରେ ପାର୍ଟ 3ରେ କାହା ସହିତ ମିଟ୍ ହେଇଛି? ସ୍କ୍ୱାରେଲ୍ ସହିତ। The old man met a little squirrel in this section। ଅଲରେଡ଼ି କ୍ୱେଶ୍ଚିନ୍ ଆମେ କରିକି ବୁଝି ସାରିଲେଣି, ଖାଲି ତାକୁ ଆଉ ଥରେ ଲେଖିବା। Where did the squirrel jump up first? ଫାଷ୍ଟ କୋଉଠି ଦେଲା? ଟ୍ରିକୁ। ସେକେଣ୍ଡରେ ମେନ୍ ବ୍ରାଞ୍ଚକୁ। ଥାର୍ଡ଼ରେ ଥିନ୍ ବ୍ରାଞ୍ଚକୁ। ସେ ପଚାରିଛି ଫାଷ୍ଟ ସେ କୋଉଠିକି ଡେଇଁଥିଲା? ଦେଖିବା କ'ଣ ଅଛି ଆନ୍ସର୍। The squirrel jumped up tree fast। କୋଉଠି ଡେଇଁଥିଲା? ଗଛ ଉପରକୁ ଫାଷ୍ଟ। Why did the old man fall down? କ'ଣ ପାଇଁ old man ଖସି ପଡ଼ିଲା? The old man fell down। did ଅଛି ତ ଫେଲ୍ ହବ। The old man FELLDOWN ପଡ଼ିଗଲା। ବୁଢ଼ା ଲୋକଟି ପଡ଼ିଗଲା ବିକଜ୍ କାରଣ the small branch could not bear his weight। ଏଟା ଲେଖା ହେଇନି, ଏଟା bear ଲେଖିଦେବ could not ପରେ। The small branch could not bear his weight and broke। କାରଣ ଛୋଟ ପତଳା ବାହିଟି ତା ଓଜନକୁ ସହ୍ୟ ନ କରିପାରି ଗଛଟି ଭାଙ୍ଗିଗଲା। ସେ ପଚାରିଛି why did the old man fall down? କ'ଣ ପାଇଁ ଲୋକଟି ପଡ଼ିଗଲା? କାରଣ ସେ ଚଢ଼ିଗଲା ପତଳା ଶାଖାକୁ, ଯେଉଁଟାକି ତାର ସେତିକି ୱେଟ୍ ସହ୍ୟ କରିପାରିଲା ନାହିଁ, ସେ ଭାଙ୍ଗିଗଲା। Who do you like most? ଆଇଭି କ୍ୱେଶ୍ଚିନ୍କୁ ଯିବା। ତୁମକୁ କିଏ ଭଲ ଲାଗିଲା ଅଧିକ? I like the squirrel most। ମୋତେ ସବୁଠୁ ଭଲ ଲାଗିଲା କାହାକୁ? ମୋତେ ସବୁଠୁ ଭଲ ଲାଗିଲା ସ୍କ୍ୱାରେଲ୍କୁ। ସମସ୍ତେ ଲେଖିଦିଅ। Where did the squirrel jump fast? The squirrel jumped fast to the tree। The squirrel jumped up the tree fast। Why did the old man fall down? The old man fell down because the small branch could not bear। ଏଠି ଲେଖିଦେବ ପିଲାମାନେ ମନେ କରିକି, ମୁଁ ଭୁଲି ଯାଇଛି। bear could not ପରେ ହବ bear। could not be ଲେଖା ହେଇଛି ନା, bear his weight and broke। Who do you like most? ତମକୁ କିଏ ଭଲ ଲାଗିଲା? I like the squirrel most। ସରିଗଲା ଆମର କ୍ୱେଶ୍ଚିନ୍। ଏବେ ଏଇ ଚାପ୍ଟରଟି ଆମର କମ୍ପ୍ଲିଟ୍ ହେଇଗଲା। ନେକ୍ସଟ ଆମେ ପଢ଼ିବା ମାଇସ୍କୁ। ଆମର ଦ ଗ୍ରେଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍ କମ୍ପ୍ଲିଟ୍। ଥ୍ୟାଙ୍କ ୟୁ ପିଲାମାନେ। ସମସ୍ତେ ଭିଡ଼ିଓକୁ ଦେଖ, ଲାଇକ୍ କର, ସେୟାର କର ଆଣ୍ଡ ସବସ୍କ୍ରାଇବ୍ କର।